जकारश्च जगन्नाथ गकारश्च बलदेव भद्रानाकारभावेन थकारश्च सुदर्शन जगन्नाथ बलभद्र सुभद्रा चक्ररूपिणे दारुब्रह्मस्वरूपाय चतुर्धामूर्तये नमः। मन्नाथ श्रीजगन्नाथ मद्गुरु श्रीजगद्गुरु मदात्मा सर्वभूतात्मा तस्मै श्रीगुरवे नमः। श्री जगन्नाथ पुराण चतुर्दश अध्याय। नीलमाधवंकर निर्माल्यमाला नहीं इंद्रद्युम्नଙ୍କ करे विद्यापतिंकर प्रदान और लीला महात्म्य वर्णन। शुण शुण सुज्ञ जने देई मन कर्ण एहि नीलाचल गाथा अपूर्व विधान श्रद्धाउ भक्तिरे पठन श्रवण करिले मुक्ति हेब पाप तापमान जैमिनी मुनिंक ठारू प्रभुंक दृश्य बारता शुणी मनरे होइन विरस होइले धातांक ठारू प्रभुंक दृश्य शुणिन मर गणे होइले तृपत तापरे जे जहापुरे गमन करिले एणे विद्यापति निज पुरे बाहुडिले इंद्रद्युम्नଙ୍କ ग्रते कहिले से किस बुझाई कहन्तु दया करि तपीस शुणिन जैमिनी मने हर्षित होई बोइले अति आश्चर्य कथाए अटई श्रवण करिले अंगु पापनाश हेब श्रीरंगा पयर तले आश्रय लभिब जेते बेले विद्यापति विद्यायनेन ललिता विश्वावसुंकु सन्निधरु जान रथ उपरे बसिन बाहर होइले मन मध्यरे से पुणी विचार करिले नीलमाधवंक दर्शन कला पर सकल कार्य संपूर्ण होइला मोहर जेहेतु नाम भजन करिले प्रभुर सकल पातक राशि मान हुए दूर सेहि अशेष कल्मष नाश कर क्षेत्र चौपाशरे भ्रमिबा अटई विहित बहु बड़ बड़ शास्त्रकार छन्ति कही श्रीक्षेत्र को प्रदक्षिण थरे जे करई पृथ्वी को 7 बार करिले भ्रमण एहि फल संगे सम नुहई प्रमाण एहि परि मन मध्ये 5 विद्यापति रथ एक स्थाने रखी पादे करी गति जेते सुपवित्र तीर्थ स्थान थिला रही सकल स्थाने भ्रमण करिला क जाई पुणी नाना तरुलता पुष्प फलमान निरीक्षण करी सेहु देखिला नयन सकल ऋतुर पुष्प होइन एकत्र विकसित होइथिला देखिले से नेत्र मन मध्यरे तक्षणे आनंद होइन विचारिला विद्यापति करी निरीक्षण प्रभुंक महिमा बळे एहा अछि होई जेणु असाध्य साधन करुछन्ति सेहि
ଯାହାଙ୍କ ଆଦେଶ ମାତ୍ରେ ଜଳରେ ପ୍ରସ୍ତର ଭାସିବାର ଜନେ ଦେଖୁ ଅଛନ୍ତି ନେତ୍ରର। ପୁଣି ପଙ୍ଗୁ ଗିରିବର ଅତିକ୍ରମ କଲେ ମୁଖରେ ଯେ ଭାଷା ଫୁଟେ ସହଜରେ। ସେହି ବିଶ୍ୱକର ତାଙ୍କ ମହିମାରେ ଏଥି ସକଳ ଋତୁର ପୁଷ୍ପ ଶୋଭା ପାଉଛନ୍ତି। ଏହିପରି ଭାବି ସବୁ ରମଣୀୟ ସ୍ଥାନ ଆନନ୍ଦରେ ବିଦ୍ୟାପତି କରି ଦର୍ଶନ। ନିରାହାରେ ରହି ଜଗନ୍ନାଥ ଧ୍ୟାନ କରି ରଥ ପରେ ବସିଗଲେ ଅବନ୍ତୀକୁ ଫେରି। ଏହାପରେ ଯାହା ହେଲା ଶୁଣ ମନ ଦେଇ ସାୟଂକାଳେ ବିଦ୍ୟାପତି ଅବନ୍ତୀରେ ଯାଇ ପ୍ରବେଶ ହୁଅନ୍ତେ ଚାର ନୃପତି ଅଗ୍ରତେ। ଜଣାଇଲେ ଆଗମନ ବାର୍ତ୍ତା ତତ୍କ୍ଷଣାତେ। ତାହା ଶୁଣି ନରପତି ଆନନ୍ଦ ହୋଇଲେ ବିଷ୍ଣୁଙ୍କର ପୂଜାରାଧନା ଶେଷ କଲେ। ବ୍ରାହ୍ମଣ ଆଉ ବିଦ୍ୱାନ ମାନଙ୍କ ସହିତେ ବିଦ୍ୟାପତି ଆଗମନ ଚାହିଁ ନରନାଥେ। ବସିଲେ ଚାତକ ବତ ନାଇଁ ସଭାରେ ବିଦ୍ୟାପତି ପ୍ରବେଶିଲେ ହି ଅବସରେ। ପ୍ରଭୁଙ୍କ ନିର୍ମାଲ୍ୟ ମାଳା ସଙ୍ଗତରେ ନେଇ ଉପସ୍ଥିତ ହେଲେ ରାଜାଙ୍କର ପାଶେ ଯାଇ। ତାହାଙ୍କୁ ଦେଖିଣ ନୃପ ହୋଇ ଆନନ୍ଦିତ ସିଂହାସନ ତେଜି ଉଠି ଗଲେ କତୁରିତ। ବୋଇଲେ ପ୍ରସନ୍ନ ହୁଅନ୍ତୁ ଜଗତର ସାଇ। ଏହା କହି ସନ୍ନିଧିରେ ପ୍ରବେଶିଲେ ଯାଇ। ପ୍ରଭୁଙ୍କ ନିର୍ମାଲ୍ୟ ମାଳା କରି ଦର୍ଶନ ମନେ ମନେ ହୋଇଲେ ସେ ଅତ୍ୟନ୍ତ ପ୍ରସନ୍ନ। ସେହି ନିର୍ମାଲ୍ୟ ମାଳାକୁ ଭକତି ଭାବରେ ପ୍ରଣାମ କରିଲେ ଯେହ୍ନେ ବିଷ୍ଣୁ ପରକାରେ। ସୌରଭ ଦେଖିଣ ମନେ କରିଲେ ତୁଳନ ଯେତେ ସୁନ୍ଦର ପାଦପ ଅଛି ଜଗତେଣ। ଏହା ସଙ୍ଗତେ ସମାନ ନ ହୋଇବେ କେହି ସୁବାସରେ ଚଉଦିଗ ମହକି ଉଠଇ। ଅନ୍ତରରେ ସ୍ତବ କଲେ ମାଳ ନିର୍ମାଲ୍ୟକୁ ମହାଭାଗ୍ୟବାନ ବୋଲି ଜାଣିଲେ ମନକୁ। ବୋଇଲେ ସେ ସଭାସଦ ମାନଙ୍କୁ ଅନାଇ ଏମନ୍ତ ସୌରଭ ଜୀବନରେ ଦେଖି ନାହିଁ। ଏ ମାଳ ସୁବାସ ହେଲେ ବାୟୁରେ ମିଶ୍ରିତ ଜଗତର ପାପ ରାଶି ହେବ ବିଧୌତ। ପୁଣି ମାଳାକୁ ଚାହିଁଣ ବୋଇଲେ ନୃପତି ବ୍ରହ୍ମାଦି ଦେବତା ଗଣେ ଯାହାକୁ ଭଜନ୍ତି। ଯାହାଙ୍କ ପଦାର ବିନ୍ଦ ସେହୁ ଲାଭ କରି ସ୍ୱର୍ଗୀୟ ସମ୍ପଦେ ହୋଇଛନ୍ତି ଅଧିକାରୀ। ସେ ଜଗତନାଥଙ୍କର ହୃଦୟ ମଣ୍ଡିତ ହେମାଲ୍ୟ ତୁମ୍ଭଙ୍କୁ ମୁହିଁ କରେ ଦଣ୍ଡବତ। ତୁମ୍ଭ ଆଗମନେ ଆଜି ପବିତ୍ର ମୋ ପୁର ତବ ସୁଗନ୍ଧରେ ପୂତ ମୋର କଳେବର। ହେ ଦୁର୍ଲଭ ମାଳ ଆଉ ନିର୍ମାଲ୍ୟ ସହିତେ ନମୁ ଅଛି ବାର ବାର ତୁମ୍ଭକୁ ମୁଁ ଏଥେ। ତୁମ୍ଭ ଦର୍ଶନେ ଯେହ୍ନେ ଆଜି ସାକ୍ଷାତରେ କଲି ବିଷ୍ଣୁଙ୍କୁ ଦର୍ଶନ ଏ ଚର୍ମ ନେତ୍ରରେ। ଏହି ପରକାରେ ନାନା ବିଧ ସ୍ତବ ଗାଇ ସାଷ୍ଟାଙ୍ଗେ ନମିଲେ ଅବନ୍ତୀର ନର ସାଇ।
ନୀଳମାଧବ ମୂରତି କରି ଦର୍ଶନ, ବିପ୍ର ବିଦ୍ୟାପତି ହୋଇଥିଲେ ପାପ ଶୂନ୍ୟ। ମନେ ମନେ ମାଧବଙ୍କୁ କରି ସେ ସ୍ମରଣ, ନୃପତି କରେ ନିର୍ମାଲ୍ୟ କରିଲେ ଅର୍ପଣ। ବୋଇଲେ ନୀଳାଚଳ ବାସୀ ଜଗନ୍ନାଥ, କରନ୍ତୁ ସର୍ବମଙ୍ଗଳ ତୁମ୍ଭର ହେ ନାଥ। ଏହା କହି ମାଳ ଗଳେ ଦେଲେ କଲମ୍ବାଇ, ଆନନ୍ଦରେ ଚକ୍ଷୁ ମୁଦି ଅବନ୍ତୀର ସାଇଁ। ଅଶ୍ରୁ ବିଗଳିତ କଣ୍ଠେ ପ୍ରଭୁଙ୍କ ପୟରେ, ନମସ୍କାର କରି ବସିଲେ ଆସନରେ। ଗିରିପୁରୀ ବ୍ରହ୍ମଚାରୀ ଯାଜ୍ଞିକ ବ୍ରାହ୍ମଣ, ସହିତରେ ଉପବେଶ ହୋଇଲେ ଆସନ। ସେହି କାଳେ ମହାରାଜାଙ୍କର ସମୀପରେ, ପାରଦର୍ଶୀ ଯେହୁ ଅଷ୍ଟାଦଶ ବିଧାନରେ। ଯାଜ୍ଞିକ ବ୍ରାହ୍ମଣ ଆଉ ମୁନି ଋଷି ଗଣ, ମନ୍ତ୍ରୀ ସହିତରେ ବୃଦ୍ଧ ପାରିଷଦ ଗଣ। ଉପସ୍ଥିତ ହୋଇଥିଲେ ରାଜଦରବାରେ, ବିଦ୍ୟାପତି କର ଧରି ରାଜା ଏ କାଳରେ। ଅତ୍ୟନ୍ତ ସମ୍ମାନ ସହ ନିଜ ଆସନର, ନିକଟରେ ବସାଇଲେ ଧରି ତାଙ୍କ କର। ତାପରେ କୁଶଳ କଥା ମାନ ପଚାରିଲେ, ପୁରୁଷୋତ୍ତମ କ୍ଷେତ୍ରରେ କି ଦ୍ରବ୍ୟ ଦେଖିଲେ। ଆବର ଶ୍ରୀ ବିଷ୍ଣୁଙ୍କର ମଣିମୟ ମୂର୍ତ୍ତି, କେଉଁ ପରକାରେ ପୁଚ୍ଛା କରିଲେ ନୃପତି। ବିଦ୍ୟାପତି ଯାହା ଯାହା ନେତ୍ରେ ଦେଖିଥିଲେ, ବିସ୍ତୃତ ଭାବରେ ତାହା ବର୍ଣ୍ଣନା କରିଲେ। କିପରି ନୀଳ ପର୍ବତେ କଲେ ଆରୋହଣ, ତାପରେ ବନର ଶୋଭା କରିଲେ ବଖାଣ। ଶ୍ରୀ ନୀଳମାଧବଙ୍କର ଦର୍ଶନ ଗିର, ରୋହିଣୀ କୁଣ୍ଡରେ ସ୍ନାନ କଲେ କି ପ୍ରକାର। ପୁଣି ତା ସଙ୍ଗେ ଅକ୍ଷୟ ବଟର ମାହାତ୍ମ୍ୟ, ବର୍ଣ୍ଣନା କରିଲେ ବିପ୍ର ହୋଇ ଆନନ୍ଦିତ। ନରସିଂହ ହେବ ଆଉ ଅଷ୍ଟଶକ୍ତି ଗିର, ଅଷ୍ଟଶମ୍ଭୁଙ୍କର କଥା କହିଲେ ସେଠାର। ଆବର ଯେ କ୍ଷେତ୍ର ଚୌକତି ପ୍ରଦକ୍ଷିଣ, କରିଥିଲେ ତାହା ମଧ୍ୟ କରିଲେ ବର୍ଣ୍ଣନ। ମହୋଦଧିରେ ସ୍ନାନ ଅନନ୍ତ ଶୟନ, ସବୁ ଗୋଟି ଗୋଟି କରି କରିଲେ ଗାୟନ। 6 ଗୋଟି ଋତୁର ଯେ କୁସୁମ ଫୁଟଇ, ତାହା କିପରି ଏକତ୍ରେ ଫୁଟିଣ ଛଇ। ବିଦ୍ୟାପତିଙ୍କର ଠାରୁ ସମସ୍ତ ଶ୍ରବଣ, କରି ଅତି ତୋଷ ହେଲେ ସଭାସଦ ଗଣ। ପୂର୍ବେ ନରେଶ୍ୱର ତୀର୍ଥ ଯାତ୍ରୀଙ୍କର ଠାରୁ, ଯାହା ଶୁଣିଥିଲେ ତାହା ବିପ୍ରଙ୍କ ମୁଖରୁ। ଶୁଣିଲା ମାତ୍ରେ ବିଶ୍ୱାସ ତାଙ୍କର ଜନ୍ମିଲା, ଆଉ ମନରେ ସନ୍ଦେହ ତିଳେ ନ ରହିଲା। ପୁନର୍ବାର ବିଦ୍ୟାପତି କହିଲେ ବୁଝାଇ, ଶ୍ରୀ ନୀଳମାଧବ ମୂର୍ତ୍ତି ନୟନରେ ଚାହିଁ। ପାଦ ପଙ୍କଜ ତଳରେ କଲେ ନିବେଦନ, ମୁକତି ଲାଭ ହୋଇ ଶୁଣ ଦେଇ ମନ। ନୀଳେନ୍ଦ୍ର ମଣିରେ ତାଙ୍କ ମୂରତି ପ୍ରସ୍ତୁତ, ପୁଣି ବହୁ ପୁରାତନ ଲୋକରେ କଥିତ। ବ୍ରହ୍ମାଦି ଦେବତା ଗଣ ନୀତି ପ୍ରତିଦିନ, ତାହାଙ୍କ ଭୟ ପାଦ କରନ୍ତି ବନ୍ଦନ।
ଯେତେବେଳେ ଆସନ୍ତି ସେ ପୂଜା କରିବାକୁ, ଦିଅନ୍ତି ସେହି ମାଳା ନୀଳମାଧବଙ୍କୁ। ତେଣୁ ମ୍ଳାନ କିବା ଗନ୍ଧହୀନ ନ ହୁଅଇ, ବହୁ ଦିନରେ ସୌରଭ ବିନଷ୍ଟ ହୁଅଇ। ହେ ରାଜନ ଏମନ୍ତ ସେ ପ୍ରଭୁଙ୍କ ମହିମା, ବର୍ଣ୍ଣନେ କ୍ଷମ ନୁହନ୍ତି ଚାରେ ଶିବ ବ୍ରହ୍ମା। ସେ ପ୍ରଭୁଙ୍କ ଦିବ୍ୟ ନିର୍ମାଲ୍ୟ ସେବା କରି, ମୁଁ ନିଷ୍ପାପ ହୋଇ ତେଜ ଅଛି ଲାଭ କରି। ୟାକୁ ସେବା କଲେ ବଳ କ୍ଷୟ ନ ହୁଅଇ, ଶୋକ ତାପ କ୍ଲେଶ ଆଦି କିଛି ନ ଲାଗଇ। ଯେ ବଣ କ୍ଷେତ୍ରରେ ପ୍ରଭୁ ଶରଣାଗତକୁ, ବିରାଜିତ ହୋଇଥାନ୍ତି ରକ୍ଷା କରିବାକୁ। ଏହା ଯୋଗେ ଦୁର୍ବଳର ଶକ୍ତି ହୋଇ, ମୋକ୍ଷ ହୋଇଥାନ୍ତି ନରେ ଶୁଣ ମନ ଦେଇ। ଯେଉଁ କ୍ଷେତ୍ରରେ ଶରଣାଗତକୁ ଠାକୁର, ମୁକ୍ତି ଦେବାକୁ ହୋଇଥାନ୍ତି ଆଗଭର। ତାହାଙ୍କର ମହିମା ଯେ ଅଟେ ଆଲୋକିତ, ତୁମ୍ଭ ଗ୍ରତରେ କିସ କରିବି ବର୍ଣ୍ଣିତ। ସନ୍ଧ୍ୟା କାଳରେ ଶୀତଳ ପବନ ସେଠାରେ, ଧୀରେ ଧୀରେ ବହେ ରାଜା ଶୁଣ ସୁଚିତରେ। ପୁଣି ଏକ ସମୟରେ ଶୁଣିଲଇଁ କର୍ଣ୍ଣେ, ତ୍ରାହି ତ୍ରାହି ବୋଲି ଡାକ ଦିଅନ୍ତି ଦେବଗଣେ। ଦେଖିଲି ଦେବତାମାନେ ପୁଷ୍ପବୃଷ୍ଟି କଲେ, ନୀଳାଚଳରେ ଆସୀନ ଉପସ୍ଥିତ ହେଲେ। ସେଠାରେ ସ୍ୱର୍ଗୀୟ ଗାନ ଶୁଣା ହେବା ସାଥ, ବୀଣା ମୃଦଙ୍ଗ ବାଦ୍ୟରେ କମ୍ପିଲା ଜଗତ। ଏମନ୍ତ ମୃଦଙ୍ଗ ଧ୍ୱନି ସୁମଧୁର ଗାନ, ଶୁଣି ନଥିଲି ଜୀବନେ ଶୁଣ ଦେଇ ମନ। ନୂପୁର ଶବଦ ତାଳେ ତାଳେ ଯେ କମ୍ପିଲା, ବଂଶୀ ଧ୍ୱନିରେ ଚୌଦିଗ ପ୍ରକମ୍ପିତ ହେଲା। ସକଳ ଦେବତାମାନେ ପ୍ରଭୁ ପ୍ରୀତି ପାଇଁ, ନାନା ଉପଚାର ମାନ ଭେଟି ଦେଲେ ତହିଁ। ତାହାପରେ ଶଙ୍ଖ ଘଣ୍ଟ କାହାଳୀ ନାଦରେ, ଚୌଦିଗ ପ୍ରକମ୍ପିତ ହେଲା ସେହିଠାରେ। ପୁଣି କିଛି କ୍ଷଣ ପରେ ରଥରେ ଆରୋହୀ, ଆକାଶ ମାର୍ଗରେ ଗଲେ ସେ ଅଦୃଶ୍ୟ ହୋଇ। ତାଙ୍କ ଫେରି ଯିବା ପରେ ଶବର ରାଜନ, ଯେହୁ ମୋହର ଅଟନ୍ତି ମୋକ୍ଷଦାତା ଜାଣ। ବିଶ୍ୱାବସୁ ବୋଲି ନାମ ଅଟେ ତାହାଙ୍କର, ମୋତେ ସ୍ୱର୍ଗ ଭୋଗ ମାଳା ଦେଲେ ଉପହାର। ବୋଇଲେ ମଳିନ ହେବ ନାହିଁ ଏହି ମାଳ, ସବୁବେଳେ ଅଙ୍ଗ ଦିଶୁଥିବ ଢଳ ଢଳ। ଅଲକ୍ଷ୍ମୀ ପାପ ରାଶିକୁ ଏହା ନାଶ କରେ, ସୌଭାଗ୍ୟ ରାଶିଆ ଯୋଗେ ଜଗତେ ସଞ୍ଚରେ। ଭଗବାନ ଯେଉଁ କ୍ଷେତ୍ରେ ବାସ କରୁଛନ୍ତି, ତା ପରିଚୟ ଶୁଣନ୍ତୁ ବାରେ ଦେଇ ମତି। ସେହି ପ୍ରଭୁଙ୍କର ଶୋଭା ଅତି ମନୋହର, ବର୍ଣ୍ଣନା ଅତୀତ ଶୁଣ ଆହେ ନରବର। ସୌଭାଗ୍ୟ ବଳରୁ ମୁହିଁ ସେ ପଦ୍ମପୟର, ଦର୍ଶନେ ସକ୍ଷମ ହୋଇ ଅଛି ନୟନର। ଆପଣଙ୍କ ଯୋଗେ ହି ମାନବ ଜୀବନ, କୃତାର୍ଥ କରିଲି ନେତ୍ରେ ଦେଖି ଭଗବାନ। ଚତୁର୍ଦିଗରେ ଗହନ ବନ ଅଛି ଘେରି, ମଧ୍ୟରେ ଶୋଭିତ ଦିଶେ ନୀଳଚକ୍ରଗିରି।
କ୍ଷେତ୍ର ନାଭି ପଦ୍ମ ରୂପେ ଶୋଭା ପାଇଅଛି। 5 କ୍ରୋଶ ଦୀର୍ଘ ପ୍ରତି ବିକାଶ ହୋଇଛି। ପୁଣି ଏହା ନିକଟରେ ଅଛି ଯେ ସାଗର, ବାଲୁକା ରାଶିରେ ହୋଇ ଅଛି ଭରପୁର। କେତେ ବର୍ଣ୍ଣନ କରିବି ତାହାର ମାହାତ୍ମ୍ୟ, ଯେଉଁଠାରେ ବିଜେ କରିଛନ୍ତି ଜଗନ୍ନାଥ। ଥରେ ଦର୍ଶନ କଲେ ସେ ପଦ୍ମପୟର, ସକଳ ପାତକ ରାଶି ହୋଇଯିବ ଦୂର। ଏମନ୍ତ କହିଣ ପ୍ରଭୁଙ୍କର ଗୁଣଗାନ, ବିଦ୍ୟାପତି ବସିଲେ ହୋଇଣ ମୌନ। ସକଳ ଜନେ ଶୁଣିଣ ଆନନ୍ଦ ହୋଇଲେ, ଜୟ ଜୟ ଜଗନ୍ନାଥ ମୁଖରେ ବୋଇଲେ। ମସ୍ତକେ କର ନିବେଶୀ ରାଜା ଇନ୍ଦ୍ରଦ୍ୟୁମ୍ନ, ପ୍ରଭୁଙ୍କ ନାମ ଜପିଲେ ହୋଇ ଦୋଷ ମନ। ଏହା ପରେ ଆନ ଗାଥା କରିବି ବଖାଣ, ଅଧମ କ୍ଷେତ୍ର ମୋହନ ଭଜେ ସେ ଚରଣ। 15ଶ ଅଧ୍ୟାୟ କଳ୍ପବଟ ରୋହିଣୀ ନୀଳମାଧବଙ୍କର ବିଷୟ ବର୍ଣ୍ଣନା। ଏହା ପରେ ଯାହା ହେଲା ଶୁଣ ମନ ଦେଇ, ବିଦ୍ୟାପତି ଠାରୁ ଏହା ଶୁଣି ନରସାଇଁ। ବୋଇଲେ ହେ ପୁରୋହିତ ତୁମ୍ଭ ଉପକାର, ଶୁଝି ନ ପାରିବି ମୁହିଁ କେବେ ଜୀବନର। ଆଉ କେଉଁ କେଉଁ ଦ୍ରବ୍ୟ ସେଠାରେ ଦେଖିଲ, ମୋହ ଅଗ୍ରତେ ପ୍ରକାଶ କରନ୍ତୁ ସକଳ। ଶ୍ରବଣ କରିଣ ବାହ୍ୟ ମନ ଆଦି ମୋର, ପବିତ୍ର ହେଉଛି ଶୁଣି ସେ ପବିତ୍ର ଗୀର। ଶ୍ରୀ ନୀଳକନ୍ଦର ବୋଲି ଅଟେ ଯେ ପର୍ବତ, କେଉଁ ପ୍ରକାରେ ଶୋଭା ତାର ବିକାଶିତ। ପୁଣି କେଉଁ କେଉଁ ଦ୍ରବ୍ୟ ତା ମଧ୍ୟେ ଅଛଇ, ହେ ପ୍ରୋହିତ ଗୋଟି ଗୋଟି କୁହନ୍ତୁ ବୁଝାଇ। ଇନ୍ଦ୍ରଦ୍ୟୁମ୍ନଙ୍କ ବଚନ ଶୁଣି ବିଦ୍ୟାପତି, ଅତି ସୁମଧୁର ସ୍ୱରେ ବୋଇଲେ ଭାରତୀ। ପ୍ରଳୟ କାଳରେ ନିଜେ ଜଗତ ଜୀବନ, ସେ ବଟ ପୁଟେ କରନ୍ତି ଅନନ୍ତ ଶୟନ। ସେ ନୀଳଗିରିର ଶୋଭା କି ବନିବି ମୁହିଁ, ନୀଳକାନ୍ତ ମଣି ସମ ଜ୍ୟୋତି ପ୍ରକାଶଇ। ତାହାର ଶିଖରେ ଅଛି ଯେଉଁ କଳ୍ପବଟ, 3 ଭୁବନରେ ତାର ମହିମା ପ୍ରକଟ। ଯବ ଆଙ୍ଗୁଳି ପ୍ରମାଣେ କ୍ଷୁଦ୍ର ରୂପ ଧରି, ସାରା ଜଗତ ଜନକୁ ଗର୍ଭରେ ଭରି। ଶୟନ କରନ୍ତି ପ୍ରଭୁ ଅନନ୍ତ ଶଯ୍ୟାରେ, ଲକ୍ଷ୍ମୀ ପାଦ ମଞ୍ଚାଳନ୍ତି ରହି ସେଠାବରେ। ପ୍ରଳୟ ଜଳ ବଢ଼ଇ ଯେଉଁ ପର୍ଯ୍ୟନ୍ତ, ତେତେ ଦୂର ଯାଏ ବଟ ହୁଏ ବିସ୍ତାରିତ। ମାତ୍ର ସେ ବୃକ୍ଷରେ ଫଳ ପୁଷ୍ପ କିଛି ନାହିଁ, କେବଳ ବହୁ ପତ୍ରରେ ଶୋଭିତ ଅଟଇ। 1 କୋଶ ବ୍ୟାପୀ ଅଟେ ତାର ଆୟତନ, ପତ୍ର ଗହଳରେ ଅନ୍ଧକାର ଅଟେ ପୂର୍ଣ୍ଣ। ଅତି ମନୋହର ପୁଣି ସେ ବୃକ୍ଷ ଅଟଇ, ସୂର୍ଯ୍ୟଙ୍କର ଗତିବିଧି ରୁଦ୍ଧ କରୁଥାଇ। ଏହି ବୃକ୍ଷର ପଶ୍ଚିମ ଭାଗେ କୁଣ୍ଡ ଅଛି, ରୋହିଣୀ କୁଣ୍ଡ ନାମରେ ବିଖ୍ୟାତ ହୋଇଛି। ପୁଣି କୁଣ୍ଡର ତଳକୁ ଓହ୍ଲାଇବା ପାଇଁ
ନୀଳକାନ୍ତ ମଣିରେ ଯେ ପାହାଚ ଛଇଁ, କୁଣ୍ଡ ନିମ୍ନ ଭାବ ଯାଏ ପାହାଚ ରହିଛି। ଚତୁର୍ଦିଗେ ମଣିମୟ ବେଦୀ ଏକ ଅଛି, ଅତ୍ୟନ୍ତ ପବିତ୍ର ଜଳ ଦ୍ୱାରା ସେହି ପୂର୍ଣ୍ଣ। ବଟ ଛାୟା ପଡ଼ି ଦିଶେ ଅତ୍ୟନ୍ତ ଶୋଭନ, ତାହାର ପୂର୍ବ ଦିଗରେ ଶଙ୍ଖ ଚକ୍ରଧାରୀ ରତ୍ନ ବେଦୀ ପରେଛନ୍ତି ଯେ ବିଜୟ କରି। ଇନ୍ଦ୍ର ନୀଳକାନ୍ତ ମଣି ମଧ୍ୟ ସେ ତିଆର, 81 ଅଙ୍ଗୁଳ ଉଚ୍ଚ ମୂର୍ତ୍ତି ଅଟେ ସାର। ସ୍ୱର୍ଣ୍ଣ ପାଦ ପରେ ଏହି ମୂର୍ତ୍ତି ଅବସ୍ଥିତ, ବର୍ଣ୍ଣନା କରିବା ପାଇଁ ନୁହେଁ କ ସମର୍ଥ। ତାହାଙ୍କ ଲଲାଟ ପଟ ଅତ୍ୟନ୍ତ ସୁନ୍ଦର, ନୟନ ଯୁଗଳ ଦିଶେ ପୁଣି ମନୋହର। ଅମୃତ ମୁଖ ତାଙ୍କର କରିଲେ ଦର୍ଶନ, ପାପ ତାପ ମାନ ଅଙ୍ଗୁ ହୁଅଇ ମୋଚନ। ତିଳ ଫୁଲ ପରି ନାସା ଅଟେ ମନୋହର, ସୁରଙ୍ଗ ଧରେ ହାସ୍ୟ ଦିଶଇ ରୁଚିର। ମକର କୁଣ୍ଡଳ ଦ୍ୱାରା କର୍ଣ୍ଣ ସୁଶୋଭିତ, ମନୋହର ଭୂଷଣରେ କଣ୍ଠ ଯେ ପୂରିତ। ଦକ୍ଷିଣାବର୍ତ୍ତକ ଶଙ୍ଖ ସେ ହସ୍ତରେ ଧାରଣ କରିଅଛନ୍ତି ଶୁଣ ମନ ସ୍ଥିରେ। ତାହାଙ୍କର ଚାରି ବାହୁ ଆଜାନୁଲମ୍ବିତ, ସ୍କନ୍ଧ ଯୁଗଳ ଯେ ଉଚ୍ଚ ଅତ୍ୟନ୍ତ ବିସ୍ତୃତ। ବକ୍ଷସ୍ଥଳେ ମନୋହର ସୁନିର୍ମଳ ହାର, କୌସ୍ତୁଭ ମଣିରେ କଣ୍ଠ ଶୋହେ ତାହାଙ୍କର। ଚତୁର୍ଦ୍ଦଶ ଜଗତ ଯେ ସେଥିରେ ଶୋଭଇ, ତାର ସୂକ୍ଷ୍ମ ରୋମାବଳୀ ନାଭିରେ ଦିଶଇ। କଣ୍ଠ ଦେଶରେ ଲମ୍ବିତ ଯେଉଁ ହାରମାନ, ନାଭି ପରିଜନ୍ତେ ଦିଶେ ଅତ୍ୟନ୍ତ ଶୋଭନ। ଅଚଳ ଭାବରେ ପ୍ରଭୁ ଜଗତ ଗୋସାଇଁ, ସେଠାବରେ ବିଜେ କରି ଅଛନ୍ତି ଯେ ରହି। ପୀତ ବସନ କଟିରେ ଶୋଭା ପାଉଅଛି, ମୁକ୍ତାମାଳା ଯେ ଜଘନ ପର୍ଯ୍ୟନ୍ତ ଲମ୍ବିଛି। ସ୍ତମ୍ଭ ପରି ତାଙ୍କ ଜାନୁ ଯୁଗଳ ଶୋଭିତ, ରତ୍ନ ଅଳଙ୍କାରେ ସାରା ଅଙ୍ଗ ବିମଣ୍ଡିତ। ପ୍ରଭୁଙ୍କ ଚରଣ ଦ୍ୱୟ ଅଟେ ଗୋଲାକାର, ହାର କେଉର କଙ୍କଣ ଆଦି ଭରପୁର। ମୁକୁଟରେ ରତ୍ନହାର ଦିଶେ ସୁଶୋଭନ, ଅଳଙ୍କାର ଆଦି ଅଙ୍ଗୁ ହୋଇଅଛି ଶୂନ୍ୟ। ଶଙ୍ଖ ଚକ୍ର ଗଦା ପଦ୍ମ ଚକ୍ରର ହସ୍ତର, ଧାରଣ କରିଅଛନ୍ତି ପ୍ରଭୁ ବିଶେଶ୍ୱର। ଏହିପରି ଆଲୋକିତ କରି ତ୍ରିଭୁବନ, ବିଜେ କରିଅଛନ୍ତି ଯେ ଜଗତ ଜୀବନ। ତାହାଙ୍କୁ ଦର୍ଶନ କରି ଭକତି ଭାବରେ, ପ୍ରଣାମ କରିଲେ ପ୍ରଭୁ ଅଭୟ ପୟରେ। ଜୀବ ଦେହ ବନ୍ଧନରୁ ମୁକ୍ତ ହୋଇ, ତାଙ୍କ ବାମ ଭାଗେ ଲକ୍ଷ୍ମୀ ଦେବୀଛନ୍ତି ରହି। ପଦ୍ମ କରେ ତାଙ୍କୁ ଆଲିଙ୍ଗନ କରି ନାଥ, ବିଜୟ କରିଅଛନ୍ତି ଶ୍ରୀନୀଳ ପର୍ବତ। ଜଗତ ଜନନୀ ମାତ ସର୍ବ ଅଳଙ୍କାରେ,
ଭୂଷିତ ହୋଇ ରାଜନ୍ତି ପ୍ରଭୁଙ୍କ ନାମରେ। ବାଣୀ ଅଗ୍ରତରେ ରହି ବୀଣା ବାଉଛନ୍ତି। ବର୍ଣ୍ଣନା କରିବା ପାଇଁ ନାହିଁ ମୋ ଶକ୍ତି। ସାରା ଜଗତ ଜନଙ୍କ ପିତା ମାତା ଦୁଇ। ଲକ୍ଷ୍ମୀ ନାରାୟଣ ସେଠା ବରେଛନ୍ତି ରହି। ଭକତ ଜନମାନଙ୍କୁ ତାରିବା ନିମନ୍ତେ କର ପ୍ରସାରି ଡାକନ୍ତି ପ୍ରଭୁ ଜଗନ୍ନାଥେ। ତାଙ୍କ ପଶ୍ଚାତ ଭାଗରେ ରହିଛି ଅନନ୍ତ। ଫଣାରେ ସେ ଢାଙ୍କି ଅଛି ଏ ସାରା ଜଗତ। ପୁଣି ସମ୍ମୁଖ ଭାଗରେ କୃତାଞ୍ଜଳି ଫୁଟେ। ଗରୁଡ଼ ବିଜୟ କରିଛନ୍ତି ଦୋଷ ଜିତେ। ତେମନ୍ତ ପ୍ରଭୁଙ୍କୁ ଥରେ କରିଲେ ଦର୍ଶନ। କୋଟି ଜନମର ପାପ ହୁଏ ବିମୋଚନ। ଯେଉଁ ବ୍ୟକ୍ତି ଜୀବନରେ ବହୁ ପୁଣ୍ୟ କରି ପଦାର ବିନ୍ଦକୁ ସଦା ଥାଏ ଆଶ୍ରା କରି, ତାହାର ଫଳ ସ୍ୱରୂପ ଶ୍ରୀ ନୀଳକଣ୍ଡରେ ଜଗନ୍ନାଥଙ୍କ ଦର୍ଶନ କରଇ ବିଧିରେ। ଯେଉଁମାନେ ଦିବାନିଶି ହୋଇନ ପବିତ୍ର ଶ୍ରୀ ଜଗନ୍ନାଥଙ୍କ ନାମ ଭଜନ୍ତି ସତତ, ସେମାନେ ସଂସାର ବନ୍ଧନରୁ ମୁକ୍ତ ହୋଇ ବିଷ୍ଣୁଙ୍କ ପୁରରେ ସ୍ଥାନ ପାଆନ୍ତି ସେ ଯାଇ। ଏମନ୍ତ ଯେଉଁ ପ୍ରଭୁଙ୍କ ମହିମା ଅଟଇ, ମନୁଷ୍ୟ ଜନମ ହୋଇ କିସ କହିବଇ। ଶୁଣ ଆହେ ମହାରାଜ ଦେଇ ମନ କର୍ଣ୍ଣ, ଏମନ୍ତ ଅଟଇ କ୍ଷେତ୍ର ସମାଚାର ମାନ। ସେ ନୀଳଗିରି ମହିମା ଅତ୍ୟନ୍ତ ଅଦ୍ଭୁତ। ଦର୍ଶନ ମାତ୍ରକେ ପାପ ହୁଏ ବିନାଶିତ। ସେଠାରେ ମାଧବଙ୍କର ଛନ୍ତି ଯେ ସେବକ, ତାଙ୍କଠାରୁ ଶୁଣିଅଛି ମୁଁ ସକଳ ବାକ୍ୟ। ପୁଣି ଲୋକ ପରମ୍ପରା ଅଛି ଯାହା ରହି, ଏ ପ୍ରସିଦ୍ଧ ଉପାଖ୍ୟାନ ଚଳି ଆସୁଛଇ। ଜଗତର ପିତା ମାତା ଲକ୍ଷ୍ମୀ ନାରାୟଣ, ତାଙ୍କ ପାଦ ପଦ୍ମ ସର୍ବେ କରନ୍ତି ବନ୍ଦନ। ମୁଖାର ବିନ୍ଦ ତାଙ୍କର ଦର୍ଶନ କରିଲେ, କୋଟି ଜନମର ପାପ ନାଶ ଯାଏ ହେଳେ। ମୁହିଁ ସେହି ମାଧବଙ୍କ ଅଭୟ ପୟର, ଦର୍ଶନ କରିଲି ରହି ଗରୁଡ଼ ପଛର। ଆହୁରି ଆଶ୍ଚର୍ଯ୍ୟ କଥା ଦେଖିଲି ରାଜନ, ସ୍ୱୟଂ ମହାଲକ୍ଷ୍ମୀ ତହିଁ ରହି ବିଦ୍ୟମାନ। ଦର୍ଶକମାନଙ୍କ ପ୍ରତି ଦୟା କରୁଛନ୍ତି, ଯେ ଯାହା ମାଗୁଛି ମାତ ଯାଚିଣ ଦିଅନ୍ତି। ତାହାଙ୍କ ପଶ୍ଚାତ ଭାଗେ ରହିଣ ଅନନ୍ତ, ଢାଙ୍କିଣ ଅଛନ୍ତି ତାହାଙ୍କର ଫଣା ସାତ। ଗରୁଡ଼ କର ଯୋଡ଼ିଣ ବିନୟ ଭାବରେ, ଦଣ୍ଡାୟମାନ ହୋଇଣ ଛନ୍ତି ଅଗ୍ରତରେ। ଦେବତା ମାନେ ମାନବ ବେଶରେ ଆସିଣ, ଦର୍ଶନ କରୁଛନ୍ତି ପ୍ରଭୁ ନାରାୟଣ। ଶ୍ରୀ ନୀଳମାଧବଙ୍କର ରୂପ ଆଚମ୍ବିତ, ଚର୍ମ ନୟନେ ଚାହିଣ ହୁଅନ୍ତି ପବିତ୍ର। ଧାତା ନିଜେ ସେ ପ୍ରଭୁଙ୍କ ରୂପ ବର୍ଣ୍ଣିବାକୁ
କ୍ଷମ ନ ହୋଇବେ ରାଜା କହିଲି ତୁମ୍ଭଙ୍କୁ। ଯେଉଁ ବ୍ୟକ୍ତି ଜନ୍ମାବଧି ସତକର୍ମ କରେ, ଦୁଃଖୀ ଅତିଥିମାନଙ୍କୁ ବହୁ ଦାନ କରେ, ସାଧୁଙ୍କ ସେବାରେ ସଦା ଦେଇଥାଏ ମତି, ବାଳକମାନଙ୍କ ତୁଣ୍ଡେ ଆହାର ଦିଅନ୍ତି। ଅତ୍ରାହି ଭଞ୍ଜନ ନାଥ ଦୀନ ଦୟାମୟ, ସନ୍ତୋଷ ମନରେ ତାଙ୍କୁ ଦିଅନ୍ତି ଅଭୟ। ତେଣୁ ଶାସ୍ତ୍ରକାରମାନେ ଅଛନ୍ତି ବୁଝାଇ, ନିରାକାର କହିଛନ୍ତି ଭକତଙ୍କୁ ଚାହିଁ। ବାଳକ ଅଗ୍ନି ଆବର ଗୋରୁ ବା ସାଧୁଙ୍କ, ମୁଖରେ ସୁମିଷ୍ଟ ଦ୍ରବ୍ୟ ଦିଅନ୍ତି ଯେଉଁ ଲୋକ, ମହାପୁଣ୍ୟବନ୍ତ ମଧ୍ୟେ ଗଣା ସେ ଅଟନ୍ତି। ନୀଳମାଧବ ଦର୍ଶନ କରନ୍ତି ଯେ ବ୍ୟକ୍ତି, ସେହି ପୁଣ୍ୟ ଫଳ ତାଙ୍କୁ ପ୍ରାପ୍ତ ହୋଇ। ଏଥିରେ ତିଳେ ମାତର ସନ୍ଦେହ ଯେ ନାହିଁ, ପୁଣି ନିର୍ମଳ ଗଗନ ପରି ଯେଉଁ ନର, ବିଷ୍ଣୁଙ୍କୁ ଧ୍ୟାନ କରନ୍ତି ସଦା ଅନ୍ତରର, ସେମାନେ ସଂସାର ବନ୍ଧନରୁ ମୁକ୍ତ ହୋଇ, ଅଭୟ ପାଦ ପଦ୍ମରେ ଯାନ୍ତି ଲୀନ ହୋଇ। ସେ ପାଦ ଭକତଙ୍କର ଅମୂଲ୍ୟ ରତନ, ଅତି ଅଭୂତ ମହିମା ତାହାଙ୍କର ଜାଣ। ନେତ୍ରେ ନ ଦେଖିଲେ ନିଜେ ଯାଇ ସେ ସ୍ଥାନକୁ, ସକ୍ଷମ ନ ହେବ କେବେ ଗୁଣ ବର୍ଣ୍ଣିବାକୁ। ଏମନ୍ତ ଅଟଇ ଯେଉଁ ପ୍ରଭୁଙ୍କର କୀର୍ତ୍ତି, ମୁଁ କିସ ବର୍ଣ୍ଣିବି ଛାର ନର ନାହିଁ ଶକ୍ତି। ସେଠାରେ ମାଧବଙ୍କର ଅଛନ୍ତି ହେ ସେବକ, ତାଙ୍କଠାରୁ ଅବଗତ ହୋଇଛି ଏ ବାକ୍ୟ। ଆଉ ମଧ୍ୟ ଆଖପାଖ ଗ୍ରାମକୁ ଯାଇନ, ଶ୍ରବଣ କରି ଆସିଛି ପ୍ରଭୁଙ୍କର ଗୁଣ। ଯେତେ ପୁରାତନ ଆଉ ପ୍ରସିଦ୍ଧ ମନୀଷୀ, ମୋହ ଅଗ୍ରତରେ ସବୁ ଅଛନ୍ତି ଯେ ଭାସି। ଶ୍ରୀ ପୁରୁଷୋତ୍ତମ କ୍ଷେତ୍ର ବର ସମାଚାର, ଆବର ହେ ପୁରାତନ ପ୍ରସିଦ୍ଧ ଖବର। ଯାହା ଶୁଣିଥିଲି ତାହା ଗୋଟି ଗୋଟି କରି, ବଖାଣ କରିଲି ଶ୍ରୀ ଛାମୁରେ ଦଣ୍ଡଧାରୀ। ଆହୁରି ଅନେକ କଥା ଦେଖିଅଛି ମୁଇଁ, ଏକାନ୍ତରେ ଆପଣଙ୍କ ଆଗେ କହିବଇଁ। ତେଣୁ ଆହେ ମହାରାଜ କରେ ନିବେଦନ, ଯାହା ହେବ ଇଚ୍ଛା ତାହା କର ବିମୋଚନ। ଏହା କହି ବିଦ୍ୟାପତି ମୌନ ହୋଇଲେ, ସଭାସ୍ଥିତ ଜନମାନେ ଶୁଣି ତୋଷ ହେଲେ। ଅଧମ କ୍ଷେତ୍ର ମୋହନ କହେ ଯୋଡ଼ି କର, ଘାଣ୍ଟି ହେଉଅଛି ପଡ଼ି ଏ ଭବସାଗର। ନାହିଁ ମୋର ପିତା ମାତା ଗୃହ ଆଦି ଧନ, ତବ ପାଦ ଅନୁସରି ବଞ୍ଚାଏ ଜୀବନ। ଆଦି ଅନାଦିଙ୍କ ମଧ୍ୟେ ଭିନ୍ନ ଭିନ୍ନ ନାହିଁ, ଯେ ଅନାଦି ସେହି ଆଦି ଏକାଙ୍ଗ ଅଟଇ। ସୃଷ୍ଟି ସ୍ଥିତି ପ୍ରଳୟର ସେହୁ ମୂଳାଧାର, ଶଙ୍ଖ ନାଭି ପଦ୍ମ ନାଭି ଅଛି ତାଙ୍କ କର। ସେହି ଜନନୀଙ୍କ ପାଦ କରିଣ ଭଜନ, ଏହି ମାୟା ସଂସାରରେ ବିତାଉଛି ଦିନ।
ଏତିକି ମାତର ପ୍ରଭୁ ମାଗୁଣି ଦାସର, ପ୍ରାଣ ଗଲା ବେଳେ ଯେହ୍ନେ ପାଏ ସେ ପୟର। ତାହା ବିନେ ଇନ୍ଦ୍ର ପଦେ ସୁଧା ବାଧା ନାହିଁ, ବାଞ୍ଛାଇ କେବଳ ଶ୍ରୀକ୍ଷେତ୍ର ଧୂଳି ଅଟଇ। ଏଥିରୁ ଯେପରି ଦାସ ନ ହୁଏ ବଞ୍ଚିତ, ସେହି ଦୟା ରଖିଥିବ କମଳାଙ୍କ କାନ୍ତ। ସେହି ଦୟା ରଖିଥିବ କମଳାଙ୍କ କାନ୍ତ।